ଆପଣ ସମସ୍ତଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଫ୍ରେଶ୍ ଓଡ଼ିଶାକୁ ସ୍ୱାଗତ ଜଣାଉଛି। ଆଜିର ଏହି ଭିଡ଼ିଓରେ ଆମେ ପଢ଼ିବା ଚତୁର୍ଥ ଶ୍ରେଣୀର ଇଭିଏସ୍ ବୁକ୍ର ଆମ ବିଚିତ୍ର ବିଶ୍ୱ ବୁକ୍ର ସପ୍ତମ ପାଠ ସପ୍ତମ ଅଧ୍ୟାୟ ଜିନିଷ ଗୁଡ଼ିକ କିପରି କାର୍ଯ୍ୟ କରନ୍ତି। ଏହି ପାଠଟି ଆଜିର ଏହି ଭିଡ଼ିଓରେ ଡିଟେଲ୍ସରେ ପଢ଼ିବା। ତ ସମସ୍ତଙ୍କୁ ରିକ୍ୱେଷ୍ଟ ହେବ ସମସ୍ତେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲେ କମ୍ପ୍ଲିଟ୍ ପାଠଟି ବୁଝିପାରିବେ। ଏଥିସହିତ କୋଶ୍ଚିନ୍ ଆନ୍ସର୍ ଗୁଡ଼ିକ ମଧ୍ୟ ଡିସ୍କସନ୍ କରିବେ ପିଲାମାନେ। ଏବଂ ମୁଁ କହି ରଖିବାକୁ ଚାହୁଁଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଅଧ୍ୟାୟରୁ ନେଇକରି ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ 1ଠୁ ନେଇକରି 6 ଅଧ୍ୟାୟ ପର୍ଯ୍ୟନ୍ତ ଅଲରେଡ଼ି ମୁଁ ପଢ଼ି ସାରିଛି। ଯେଉଁମାନେ ବି ଇଣ୍ଟରେଷ୍ଟେଡ୍ ଅଛନ୍ତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲରେ ଅଲରେଡ଼ି ଭିଡ଼ିଓ ଆଭେଲେବଲ୍ ଅଛି। ଅଲଗା ମୁଁ ପ୍ଲେଲିଷ୍ଟଟି ମଧ୍ୟ ବନେଇ ଦେଇଛି କ୍ଲାସ୍ 4 ଇଭିଏସ୍ ବୋଲି, ସେଠାରୁ ଚେକ୍ କରିପାରିବେ। ନଚେତ୍ ଏ ଭିଡ଼ିଓର ଡିସ୍କ୍ରିପ୍ସନ୍ ବକ୍ସରେ ଚ୍ୟାନେଲର ଯେଉଁ ପ୍ଲେଲିଷ୍ଟ ରହିଛି ପ୍ଲେଲିଷ୍ଟ ଦେଇଛି, ତାକୁ କ୍ଲିକ୍ କରି ମଧ୍ୟ ଦେଖିପାରିବେ। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା ଏବଂ ପାଠଟି ଡିଟେଲ୍ସରେ ପଢ଼ି ନେବା। ଜିନିଷ ଗୁଡ଼ିକ କିପରି କାର୍ଯ୍ୟ କରନ୍ତି। ପ୍ରତିଦିନ ଆମ ଚାରିପାଖରେ ବିଭିନ୍ନ ଜିନିଷ ଦେଖିଥାଉ ଏବଂ ବ୍ୟବହାର କରିଥାଉ, ଯଥା ପଢ଼ା ବହି, ଖେଳନା ଇତ୍ୟାଦି। କେତେକ ଜିନିଷ ଆମକୁ କାମ କରିବାରେ ସାହାଯ୍ୟ କରେ। ଆମେ ପେନସିଲ୍ ଲେଖିବା ପାଇଁ ବ୍ୟବହାର କରୁ ଏବଂ ବହିପତ୍ର ନେବା ପାଇଁ ବ୍ୟାଗ୍ ବ୍ୟବହାର କରିଥାଉ ଇତ୍ୟାଦି। ପିଲାମାନେ ଦେଖ, ପ୍ରତ୍ୟେକ ଦିନ ଜୀବନରେ ଆମେ ଚାରିପାଖରେ ବିଭିନ୍ନ ପ୍ରକାର ଜିନିଷ ଆମେ ଦେଖିଥାଉ। ଚତୁର୍ପାଖରେ ବହୁତ ପ୍ରକାର ଜିନିଷ ଅଛି, ବ୍ୟବହାର ମଧ୍ୟ କରିଥାଉ, ଯେପରିକି ପଢ଼ା ବହି, ଖେଳନା ଇତ୍ୟାଦି। ଖେଳନା ଗୁଡ଼ିକ ଖେଳିବାରେ ବ୍ୟବହାର କରୁଛନ୍ତି, ବହି ଗୁଡ଼ିକ ପଢ଼ିବାରେ ବ୍ୟବହାର କରୁଛନ୍ତି, ପେନସିଲ୍ ଯେପରି ଲେଖିବାରେ ବ୍ୟବହାର କରୁଛ, ସେହିପରି ବହିପତ୍ର ଗୁଡ଼ିକ ନେବା ଆଣିବା ପାଇଁ ବ୍ୟାଗ୍ର ମଧ୍ୟ ବ୍ୟବହାର କରୁଛ। ତୁମେ କେବଳ ଭାବିଛ କି ଏଗୁଡ଼ିକ କିପରି କାମ କରନ୍ତି? ସବୁବେଳେ ସବୁ ଅବସ୍ଥାରେ ସେଗୁଡ଼ିକ ଏକା ଭଳି କାମ କରନ୍ତି। ଆମେ ସବୁବେଳେ ଦେଖିଥିବା ବ୍ୟାଗ୍ ଗୁଡ଼ିକ ସବୁବେଳେ ସେମ୍ କାମ କରିବ, ପେନସିଲ୍ ବି ସବୁବେଳେ ସେମ୍ କାମ କରିବ। ଏଗୁଡ଼ିକ ଏକା ଭଳି ସବୁବେଳେ କାହିଁକି କାମ କରନ୍ତି? ଆମେ କ'ଣ ପରିବର୍ତ୍ତନ କଲେ ଏଗୁଡ଼ିକ ଅଧିକ ଭାବରେ କାମ କରିପାରିବେ? ଆସ ଆମେ ଜାଣିବା, ପରୀକ୍ଷା କରି ଦେଖିବା ଚାରିପାଖରେ ଥିବା ଜିନିଷ ଗୁଡ଼ିକ କିପରି କାମ କରନ୍ତି। ଠିକ୍ ଅଛି, ଜିନିଷ ଗୁଡ଼ିକ କିପରି କାମ କରନ୍ତି ଅନୁସନ୍ଧାନ କରିବାକୁ ମୀରା ଓ ଧ୍ରୁବ ଭଲ ପାଆନ୍ତି। ମୀରା ଓ ଧ୍ରୁବ ଦୁଇ ଜଣ ଅଛନ୍ତି। ସେମାନେ ଜିନିଷ ଗୁଡ଼ିକ କିପରି କାମ କରନ୍ତି ସେ ବିଷୟରେ ଅନୁସନ୍ଧାନ କରିବାକୁ ଭଲ ପାଆନ୍ତି। ପିଲାମାନେ ପ୍ରତି ସପ୍ତାହ ଶେଷରେ ଦୁହେଁ କିଛି ନୂଆ ଆବିଷ୍କାର କରିବାରେ ଅନୁସନ୍ଧାନ କରନ୍ତି। ପ୍ରତି ସପ୍ତାହରେ କ'ଣ କରୁଛନ୍ତି? ସେମାନେ କିଛି ନୂଆ ଆବିଷ୍କାର କରିବାରେ ଅନୁସନ୍ଧାନ କରୁଛନ୍ତି। କ'ଣ କରୁଛନ୍ତି? ଅନୁସନ୍ଧାନ କରୁଛନ୍ତି। ଅନୁସନ୍ଧାନ ଅର୍ଥାତ୍ ରିସର୍ଚ୍ଚ କରିବାକୁ କହୁଛନ୍ତି ତାକୁ। ଗୋଟିଏ ରବିବାରରେ ମୀରା ଏକ ମୁଦ୍ରାକୁ ଚଟାଣ ଉପରେ ଘୋରାଇ ତାକୁ କୌତୂହଳତାର ପର୍ଯ୍ୟବେକ୍ଷଣ କଲା ଏବଂ କହିଲା, ଏହାକୁ ଦେଖ। ମୀରା କ'ଣ କରୁଛି? ଗୋଟିଏ ମୁଦ୍ରାକୁ ଚଟାଣ ଉପରେ ଘୋରାଇଛି ଏବଂ ପର୍ଯ୍ୟବେକ୍ଷଣ କରୁଛି ଏବଂ କହୁଛି କି ଏହାକୁ ଦେଖ ବୋଲି। ଦେଖ, ଚିତ୍ରରେ ବର୍ଣ୍ଣନା କରାଯାଇଛି, ଚିତ୍ରକୁ ଲକ୍ଷ୍ୟ କରିବ। ତାପରେ କ'ଣ ହେଇଛି ଦେଖ, ତୁମେ ଭାବିଛ କି ସବୁ ବସ୍ତୁ ଘୂରି ପାରିବ? କ'ଣ ସବୁ ବସ୍ତୁ ଘୂରି ପାରିବ? ଘୁରୁଥିବା ବସ୍ତୁ ଗୁଡ଼ିକର ତାଲିକା କର। ଦେଖ, ତୁମେ ଭାବିଛ କି ସବୁ ବସ୍ତୁ ଘୂରି ପାରିବ ବୋଲି? ସବୁ ବସ୍ତୁ ତ ଘୂରି ପାରିବ ନାହିଁ। ଘୁରୁଥିବା ବସ୍ତୁର ତାଲିକା କର ବୋଲି କହିଛି। ଯେପରିକି କଏନ୍ ହେଇଗଲା, ଟଙ୍କା ହେଇଗଲା ପିଲାମାନେ। ତାପରେ କ'ଣ ହେଇଗଲା? ତାପରେ ଗୋଟେ ନଟୁ, ଜାଣିଥିବ ନଟୁ ହେଇଗଲା ପିଲାମାନେ, ତାକୁ କରିପାରିବା ଘୁରୁଥିବାର। ଏପରି ସାଧାରଣତଃ ଗୋଲାକାର ବସ୍ତୁ ଥିବାର ବସ୍ତୁ ଗୁଡ଼ିକୁ ଆମେ ଘୂରାଇ ପାରିବା। ସାରଣୀରେ ଥିବା ବସ୍ତୁ ଗୁଡ଼ିକ ସଂଗ୍ରହ କର, ଘୁରାଅ, ପର୍ଯ୍ୟବେକ୍ଷଣ କର ଏବଂ ସାରଣୀ ଗୁଡ଼ିକୁ ପୂରଣ କର। ଦେଖ, ଯେତେବେଳେ ଏହା ଧୀର ହୁଏ, ହଲିବାକୁ ଲାଗେ, ମୁଁ ଦେଖିଛି। ମୁଁ ଆଶ୍ଚର୍ଯ୍ୟ ହେଉଛି କାହିଁକି ଏହା ଧୀରେ ହଲିବାକୁ ଲାଗେ। ସେ କ'ଣ ଭାବୁଛି ସେଇଟା ଲେଖିବ। ସମୟ ଅତିକ୍ରମ କରିବା ସହିତ ଶବ୍ଦ ଶୁଭେ। ଚୁଡ଼ିକୁ ଯେତେବେଳେ ଘୋଡ଼ାଯାଏ, ଯେତେବେଳେ ସମୟ ଅତିକ୍ରମ କରେ, ଶବ୍ଦ ଯେତେବେଳେ ପଡ଼ିବାକୁ ଆସେ, ସେଇଟା ବନ୍ଦ ହେବାକୁ ଆସେ, ସେତେବେଳେ ଗୋଟେ ଶବ୍ଦ କରୁଛି। ସେପରି ପେନସିଲ୍ କ'ଣ, ପଥର ଖଣ୍ଡ କ'ଣ, ନଟୁ କ'ଣ, ଦାଗ ଲିଭା ରବର କ'ଣ ରହିଛି, ସେସବୁ ବିଷୟରେ ଲେଖିବାକୁ ପିଲାମାନେ କହିଛି ଏଠାରେ। ତାପରେ କ'ଣ କହିଛି ଦେଖ, କେତେକ ବସ୍ତୁ ଯେପରିକି ମୁଦ୍ରା ଓ ଚୁଡ଼ି ଘୂରିଥାଏ, ଯେତେବେଳେ ଅନ୍ୟ କେତେକ ବସ୍ତୁ ଯଥା ଲିଭେଇବା ରବର ଠିକ୍ ଭାବରେ ଘୂରେ ନାହିଁ। ମୀରାର ଏକ ପ୍ରଶ୍ନ ଥିଲା, ଗୋଟିଏ ନଟୁ କିପରି ଘୁରୁଛି? ଆସ ସେହି ଘୂର୍ଣ୍ଣୟମାନ ବସ୍ତୁ ନେବା ଏବଂ ତାକୁ ଅନୁସନ୍ଧାନ କରିବା। ମୀରା କ'ଣ କହୁଛି? ଗୋଟିଏ ଘୂର୍ଣ୍ଣୟମାନ ବସ୍ତୁ ନଟୁକୁ ନେବା ଏବଂ ସେଗୁଡ଼ିକୁ ଅନୁସନ୍ଧାନ କରିବା ବୋଲି ସେ କହୁଛି ପିଲାମାନେ। ଦେଖ ପିଲାମାନେ, ବର୍ତ୍ତମାନ ଏହି ସାରଣୀଟିକୁ ପୂରଣ କରିବା। ଯେପରିକି ସିଏ ଏଠାରେ କହିଛି କ'ଣ, ମୁଦ୍ରା କହିଛି, ଯେତେବେଳେ ଏହା ଧାର ହୁଏ ହଲିବାକୁ ଲାଗେ। ତାପରେ କାହିଁକି ଏହା ଧାର ହେଲେ ହଲିବାକୁ ଲାଗେ, ମୁଁ ଆଶ୍ଚର୍ଯ୍ୟ ହୋଇଛି। ମୁଁ ଭାବୁଛି କ'ଣ ହେବ, ଏହାର ଗୋଲାକାର ଧାର ଏବଂ ବେଗ କମିଯିବା ଯୋଗୁଁ ଏହା ସ୍ଥିର ହେବ ଏବଂ ପୂର୍ବରୁ ହଲେ ପିଲାମାନେ। ଠିକ୍ ଅଛି, ଏଇଟା ଲେଖିପାରିବ ମୁଁ ଭାବୁଛି। ତାପରେ ଦେଖ, ଚୁଡ଼ି
ଚୁଡ଼ି କ'ଣ କହୁଛି କି ସମୟ ଅତିକ୍ରମ କରିବା ସହିତ ଶବ୍ଦ ଶୁଭେ। ସମୟ ଅତିକ୍ରମ କରିବା ସହିତ ଶବ୍ଦ ଶୁଭୁଛି, ଯେଉଁଟାକି ଧୀରେ ଧୀରେ ସେଇଟା ପଡ଼ିଯାଉଛି। କାହିଁକି ଏହା ଘୂରିବା ବେଳେ ଝଣଝଣ ଶବ୍ଦ କରେ। ଏଇଠି କ'ଣ ଲେଖିବ, କାହିଁକି ଏହା ଘୂରିବା ବେଳେ ଝଣଝଣ ଶବ୍ଦ କରେ। ତାପରେ ମୁଁ ଭାବୁଛି ଯେ କାହିଁ ଲେଖିବ, ଏହା ଲେଖିବ ଏହା ଏକ ପତଳା ଏବଂ ଭିତର ପାଖ ଫଙ୍କା ଥିବାରୁ ଭୁଇଁରେ ପିଟି ହୋଇ ଶବ୍ଦ କରୁଛି ପିଲାମାନେ। ସେପରି ପେନସିଲ୍ ଆଇଲା, ପେନସିଲ୍ କ'ଣ, ଏହା ବେଶୀ ସମୟ ଘୁରେ ନାହିଁ, ତୁରନ୍ତ ପଡ଼ିଯାଏ। ପେନସିଲ୍ଟା ବେଶୀ ସମୟ ଘୁରୁଛି କି ପିଲାମାନେ, ସେଇଟା ବେଶୀ ସମୟ ଘୁରେ ନାହିଁ। କାହିଁକି ପେନସିଲ୍ ମୁଦ୍ରା ଭଲ ଭାବରେ ଘୁରିଲା ନାହିଁ, କାରଣ କ'ଣ, ଏହାର ଲେଖିବ ଏହାର ଲମ୍ବା ଆକାର ହେଉଛି ଲମ୍ବା, ଓଜନ ସମାନ ଭାବରେ ବଣ୍ଟା ହୋଇନଥିବାରୁ ଏହା ଠିକ୍ ଭାବରେ ଘୁରିଲା ନାହିଁ। ଏଇଟା ଏଇଠି ଲେଖିବ ପିଲାମାନେ, ଠିକ୍ ଅଛି। ତାପରେ ଆସିଲା ପଥର ଖଣ୍ଡ। ପଥର ଖଣ୍ଡ କ'ଣ, ଆଦୌ ଏଇଟା ଘୁରିବ ନାହିଁ ପିଲାମାନେ। ପଥର ଖଣ୍ଡ ଏପଟ ସେପଟ ହେଇ ଗଡ଼ିଯିବ। କାହିଁକି, ପଥରଟି ଗୋଟିଏ ଜାଗାରେ ରହିଲେ ସେ ଠିକ୍ ଭାବରେ ରହିଛି, ତାର ଓଜନ ଅଧିକ ଅଛି ପିଲାମାନେ। ଏହା ଗୋଟେ ଅସମାନ୍ତର କାରଣ ଏଇଟା ଗୋଟେ ଦେଖିବ ଗୋଲାକାର ପଦାର୍ଥ ନାହିଁ, ତେଣୁକରି ପଥର ଖଣ୍ଡ ହେବ ନାହିଁ। କାଠ ନଟୁ ପିଲାମାନେ ଆଇଲା, କାଠ ନଟୁ କ'ଣ, ଏହା ଗୋଟିଏ ଜାଗାରେ ବହୁତ ସମୟ ଧରି ଘୁରେ। କାଠ ନଟୁ କ'ଣ, ଗୋଟିଏ ଜାଗାରେ ବହୁତ ସମୟ ଧରି ଘୁରିବ। ସେହିପରି କାହିଁକି ଘୁରୁଛି ପିଲାମାନେ, ଏହା ଏମିତି ଗୋଟିଏ ସରୁ ଲୁହା କଣ୍ଟା ଉପରେ ଏତେ ବେଶୀ କେମିତି ଘୁରୁଛି, ଏଇଟା କେଉଁଠି ଲେଖିବ, ଏଇଠି ଲେଖିବ ଯେଉଁଟା ଆଶ୍ଚର୍ଯ୍ୟ ଚିହ୍ନରେ। ତାପରେ କ'ଣ ଲେଖିବ, ଏଠାରେ ସନ୍ତୁଳନ ଏବଂ ଏହାର କେନ୍ଦ୍ରବିନ୍ଦୁ ଠିକ୍ ଥିବାରୁ ଠିକ୍ ଭାବରେ ଘୁରୁଛି ପିଲାମାନେ। ଏଇଟା ମୁଁ ଭାବୁଛି ଲେଖିବ, ସରି ଏଇଠି ଲେଖିବ ପିଲାମାନେ। ସେହିପରି ତୁମମାନଙ୍କ ପାଇଁ ରହିଲା ଦାଗଲି ବା ରବର। ରବର ଅଲରେଡ଼ି ଦେଇଦେଇଛି ପିଲାମାନେ, ମୁଁ ତଳେ କହିଲି, ସେ କାରଣଟା ଲେଖିବ। ଏଇଟା ଦେଖ କିଛି ଜିନିଷ ଏଠାରେ ଅଛି। କେତେକ ବସ୍ତୁ ଯେପରିକି ମୁଦ୍ରା, ଚୁଡ଼ି ଘୁରିଥାଏ, ଯେତେବେଳେ ଅନ୍ୟ କେତେକ ବସ୍ତୁ ଲିଭେଇବା ରବର ଯେପରି ଘୁରେ ନାହିଁ। ଏଇଟା ଅଲରେଡ଼ି ପଢ଼ିଲେ ପିଲାମାନେ। ଦେଖ କାର୍ଯ୍ୟ, କିଛି ଜିନିଷ ସଂଗ୍ରହ କର, ଯଥା କାର୍ଡ଼ବୋର୍ଡ଼, ଦାନ୍ତ ଖୁଣ୍ଟା, କଲମରେ ବ୍ୟବହୃତ ଫମ୍ପା, ରିଫିଲ୍ ଏବଂ ଅନ୍ୟ କେତେକ ବସ୍ତୁ। କେତେକ ଘୂର୍ଣ୍ଣାୟମାନ ବସ୍ତୁ ଯେପରି ତିଆରି କର, ସେଗୁଡ଼ିକୁ ଘୁରେଇବାକୁ କହିଛି। ପର୍ଯ୍ୟବେକ୍ଷଣ କରି ନିଜର ଖାତାରେ ଟିପ ବୋଲି କହିଛି ଏଠାରେ। ତାପରେ କ'ଣ ହେଲା, ଦେଖ ଘୂର୍ଣ୍ଣାୟମାନ ବସ୍ତୁର ପରିବର୍ତ୍ତନ। ଦେଖ ଦାନ୍ତ ଖୁଣ୍ଟା ବସ୍ତୁର କେନ୍ଦ୍ରବିନ୍ଦୁ ଏଇଠି ରହିଛି, ନଟୁ ଭଳିଆ ହେଇଛି ପିଲାମାନେ। ଦେଖ ତୁମେ କ'ଣ ଲକ୍ଷ୍ୟ କଲ, ଘୁରୁଛି ନା ଘୁରୁନି, ଏଇଟା ଘୁରୁଛି ନା ଘୁରୁନି ଲେଖିବ, ଅନ୍ୟ କୌଣସି ପର୍ଯ୍ୟବେକ୍ଷଣ ଲେଖିବ। ଦେଖ ତାପରେ ଏମିତି କଲେ ଘୁରୁଛି କି ନାହିଁ, ସାଧାରଣ ଭାବରେ ଘୁରିବ ନାହିଁ, ଏଗୁଡ଼ିକ ସବୁ ଲକ୍ଷ୍ୟ କରିବ, ତାପରେ ଲେଖିବ ପିଲାମାନେ। ତାପରେ ହେଲା କେଉଁ ଘୂର୍ଣ୍ଣାୟମାନ ବସ୍ତୁ ଗୁଡ଼ିକ ଠିକ୍ ଭାବରେ ଘୁରୁ ନଥିଲେ, ସମ୍ଭାବ୍ୟ କାରଣ ଗୁଡ଼ିକ ସହିତ ଆଲୋଚନା କର। ଯେଉଁ ବସ୍ତୁ ଗୁଡ଼ିକ ଭାବରେ ଏଇଟା ଗୁଡ଼ିକ ତୁମେ ଯେତେବେଳେ କଲ, ଯେଉଁ ବସ୍ତୁ ଗୁଡ଼ିକ ଘୁରିବ ନାହିଁ ସେଗୁଡ଼ିକ ଲେଖ ଓ କାହିଁକି ଘୁରିଲାନି ସେଇଟା ଲେଖିବ ପିଲାମାନେ। ତାପରେ କାର୍ଯ୍ୟସାରଣୀ 2ରେ ଆସିଲା, ଦେଖ କାର୍ଯ୍ୟସାରଣୀ 2ରେ ଥିବା ପ୍ରଥମ ଘୂର୍ଣ୍ଣାୟମାନ ବସ୍ତୁର କେନ୍ଦ୍ରଟି ଛିଦ୍ରଟିଏ ଅଛି ଏବଂ ସେ ଛିଦ୍ରଟି ସବୁ ପଶୁଠାରୁ ସମାନ ଦୂରରେ ଅବସ୍ଥିତ, ତେଣୁ ଘୂର୍ଣ୍ଣାୟମାନ ବସ୍ତୁଟି ସିଧା ଭାବରେ ଘୁରେ। ଦ୍ୱିତୀୟ ଘୂର୍ଣ୍ଣାୟମାନ ବସ୍ତୁଟି ପ୍ରଥମଟିର ଘୁରେ ନାହିଁ ବୋଲି ଏଠାରେ ଲେଖାଯାଇଛି। ଦେଖ ତାପରେ କ'ଣ ଅଛି, ତୁମେ ତୁମର ଘୂର୍ଣ୍ଣାୟମାନ ବସ୍ତୁରେ ଅନ୍ୟ କ'ଣ ପରିବର୍ତ୍ତନ କରିପାରିବ କି, ରଙ୍ଗ କରିପାରିବ କି, ବିଭିନ୍ନ ପ୍ରକାର ରଙ୍ଗ କରିପାରିବ କି। ଦେଖ ଆମେ ଯଦି କୌଣସି ଗୋଟେ ବସ୍ତୁ ନେଉଛନ୍ତି, ତାକୁ ଘୂର୍ଣ୍ଣାୟମାନ କରୁଛନ୍ତି, ତାହେଲେ ଆମେ ରଙ୍ଗ ବି କରିପାରିବା, ତାହେଲେ ରଙ୍ଗ ହୋଇପାରିବ। ବିଭିନ୍ନ ପ୍ରକାର ରଙ୍ଗ କିପରି କରିପାରିବ ସେଟା ଲେଖିବ। ଏଠାରେ ଚିତ୍ରରେ କେତେ ଗୋଟି ଉପାୟ ଦର୍ଶାଯାଇଛି। ଘୂର୍ଣ୍ଣାୟମାନ ବସ୍ତୁଗୁଡ଼ିକୁ ଭିନ୍ନ ଭିନ୍ନ ପ୍ରକାର ରଙ୍ଗ କରାଯାଇଛି ପିଲାମାନେ, ସେଗୁଡ଼ିକୁ ଘୁରାଅ ଏବଂ କ'ଣ ଲକ୍ଷ୍ୟ ହେଉଛି ପର୍ଯ୍ୟବେକ୍ଷଣ କର ବୋଲି ଏଠାରେ କୁହାଯାଇଛି। ଯେତେବେଳେ ଘୂର୍ଣ୍ଣାୟମାନ ବସ୍ତୁକୁ ବିଭିନ୍ନ ରଙ୍ଗରେ ରଙ୍ଗ କରାଯାଏ କିମ୍ବା ଘୁରାଯାଏ, ସେତେବେଳେ ଏହାର ରଙ୍ଗ କ'ଣ ହୋଇଥାଏ ପିଲାମାନେ। ଯେତେବେଳେ ଗୋଟିଏ ବସ୍ତୁ ଯଦି ଆମେ ପୁରା ଘୁରେଇବା, ଅଲଗା ଅଲଗା ରଙ୍ଗ କରିଥିବା, ତାହେଲେ ତାର ରଙ୍ଗଟି କ'ଣ ହୋଇଥାଏ, ଏଠାରେ ପର୍ଯ୍ୟବେକ୍ଷଣ କ'ଣ କରୁଛ ସେଇଠି ଲେଖିବାକୁ କହିଛି। ଆମ ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାର ଘୂର୍ଣ୍ଣାୟମାନ ବସ୍ତୁ ରହିଛି, ଯଥା ଛାତ ପଙ୍ଖା, କୁମ୍ଭାର ଚକ ଇତ୍ୟାଦି। ଅନ୍ୟ କେଉଁ କେଉଁ ବସ୍ତୁ ଘୁରେଇବା ପାଇଁ ତୁମେ ଦେଖୁଛ ସେଇଟା ଏଠି ଲେଖିବ ପିଲାମାନେ। ତାପରେ କ'ଣ ଆସିଲା, ଭାସିବା ଓ ବୁଡ଼ିବା। ବର୍ଷାରେ ଦେଖ ବାହାରେ ବର୍ଷା ଆରମ୍ଭ ହେଲା, ମୀରା ଓ ଧ୍ରୁବ ଘରଠାରୁ ଦୌଡ଼ିଲେ, ପରସ୍ପରକୁ ପାଣି ଫୋପାଡ଼ିଲେ। କିଛି ସମୟ ପରେ ବର୍ଷା ବନ୍ଦ ହୋଇଗଲା। ଧ୍ରୁବ କ'ଣ କରୁଛି, ଆସ ଆମେ କାଗଜ ଡଙ୍ଗା ତିଆରି କରିବା, ଏହାର ମଜାଦାର ହେବା। ତାପରେ ମୀରା କ'ଣ କହୁଛି, ମୁଁ କିଛି ପୁରୁଣା ଖବରକାଗଜ ନେଇ ଆସୁଛି। ସେ କହୁଛି ମୁଁ କିଛି ପୁରୁଣା ଖବରକାଗଜ ନେଇ ଆସୁଛି। ସେମାନେ କାଗଜ ଡଙ୍ଗା ତିଆରି କଲେ ଏବଂ ସେଗୁଡ଼ିକ ଜମିଥିବା ବର୍ଷା ପାଣିରେ ରଖିଲେ। କ'ଣ କଲେ, ବର୍ଷା ପାଣିରେ ରଖିଛନ୍ତି। ଖେଳୁଥିବା ସମୟରେ ସେମାନେ ଦେଖିଲେ ଯେ କିଛି କାଗଜ ଡଙ୍ଗା ପାଣି ଉପରେ ଭାସୁଛି ଓ କେତେକ ପାଣିରେ ପଡ଼ୁଛି ପିଲାମାନେ। ତୁମେ ଏହାକୁ ଘରେ ଚେଷ୍ଟା କରି ତିଆରି କରିପାରିବ। ଏହାର କାଗଜ ଡଙ୍ଗା ତିଆରି କର ଏବଂ ଏକ ପାଣିପୂର୍ଣ୍ଣ କୁଣ୍ଡରେ ବସାଅ। ଏହିପରି ଭାବରେ କରିବାକୁ ସେ କହିଛି ଏଠାରେ, ଠିକ୍ ଅଛି।
तापर कौन लेख गोटे पत्र गोटे लुहा कंटा एक खाली पात्र एवं एक ठिपी थिबा प्लास्टिक बोतल पत्थर खंड आलुमिनियम पात्र एवं निज पसंदर अन्यान्य जिनिस संग्रह कर गोटे बाल्टी रे पानी पुराओ वस्तुगुड़िक पानी रे पकाइबा आगु भाव जे केउं वस्तुगुड़िक पानी रे भासिब केउंगुड़िक बुड़ीब देख एगुड़िक मध्य केउंगुड़िक भासिब केउंगुड़िक बुड़ीब पिला माने जो वस्तुगुड़िक हल्का अच्छे सेगुड़िक भासिब जो वस्तुगुड़िक ओजनिया अच्छे सेगुड़िक बुड़ीज जेपरिक देख लुहा कंटा बुड़ीज पत्थर गुड़िक बुड़ीज पत्रटी भासी पारे ठीक अच्छे पिला माने ए सब गुड़िक लक्ष्य करने को एठारे कुहाଯାଇଛି। देख पकाइबा पूर्वर पकाइबा पर कौन अनुमान है कौन अनुसंधान कल भाषब कि बुड़ब एठारे एफ लिख हालुका कारण कौन लिख पत्रटी देख जो भाषब बुड़ब अच्छी कौड़ा अच्छी बुड़ब ना भाषब पकाइबा पूर्वर से लिख एडे भी अच्छी लिख एगुड़िक फिलअप कर पिला ठीक अच्छे बुझला पाठर किसी विशेष वीडियो भितर मुझे जनईदेली आपको आशा करुँच बुझीपार जदि किसी डाउट रोचे ताल कमेंट सेक्शन में पचारि पार सिंपल आप पढ़े इजिली पाठटी को बुझीपारे ठीक अच्छे तो चलते आज वीडियो ये रखा पुणी मिसवा गोटे वीडियो आ गोटे टॉपिक।